ପ୍ରେଜ୍ ଦ ଲର୍ଡ ୱାର୍ଡ ଭଜନ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 22ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 22। ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ ମନୁଷ୍ୟ ଭଲ ଓ ମନ୍ଦର ବୋଧପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢାଇ ଅମୃତ ବୃକ୍ଷର ଫଳ ମଧ୍ୟ ଖାଇବା ଉଚିତ ନୁହଁ। ଯଦି ସେ ଏହା ଖାଇଥାନ୍ତା ସେ ଅମର ହୋଇଥାନ୍ତା। ତେବେ କଣ କୁହାଯାଇଅଛି ନା ସଦାପ୍ରଭୁ ପରମେଶ୍ୱର କହିଲେ ଯେ ଦେଖ ମନୁଷ୍ୟ ଭଲ ଓ ମନ୍ଦର ବୋଧପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଦେଖ କହିଲେ ଏବେ ଏ ସମୟରେ ଦେଖିବା ପାଇଁ କୁହାଯାଇଛି ବା ବୁଝିବା ପାଇଁ କୁହାଯାଇଛି। ଦେଖକୁ ବୁଝିବା ପାଇଁ କୁହାଯାଇଅଛି। ଦେଖ ମନୁଷ୍ୟ ବା ମଣିଷ ଭଲ ଓ ମନ୍ଦର ବୋଧପ୍ରାପ୍ତ ହୋଇଯାଇଛି, କାରଣ ସେ ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଖାଇଛି। ତେଣୁ ତାକୁ ଭଲ ଏବଂ ମନ୍ଦର ଫରକ ଜଣା ପଡିଛି। ପୁଣି କୁହାଯାଇଛି ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଅର୍ଥାତ୍ ଯେମିତି ତାଙ୍କ ଗହଣରେ ସବୁ ଅନ୍ୟାନ୍ୟ ଦୂତମାନେ ଥିଲେ, ସେମାନେ ଭଲ ଏବଂ ମନ୍ଦ ବିଷୟରେ ଜାଣିପାରୁଥିଲେ ଏବଂ ସ୍ୱୟଂ ପରମେଶ୍ୱର ପରମ ପିତା ସେ ମଧ୍ୟ ଭଲ ଏବଂ ମନ୍ଦ ସମ୍ପର୍କରେ ଜାଣିପାରୁଥିଲେ। ଠିକ୍ ସେମିତି ମଣିଷ ମଧ୍ୟ ଭଲ ଏବଂ ମନ୍ଦ ସମ୍ପର୍କ ମଧ୍ୟରେ ଜାଣିପାରୁଥିଲା। ଏବଂ ଏଠାରେ ଲେଖାଯାଇଅଛି ଆମ୍ଭମାନଙ୍କ ପରି ହୋଇଅଛି, ପରମେଶ୍ୱରଙ୍କ ପରି ବୁଦ୍ଧି ପାଇଛି ବୋଲି ଏଠାରେ କୁହାଗଲା, କିନ୍ତୁ ପରମେଶ୍ୱରଙ୍କ ପରି ଶକ୍ତି ପାଇଛି ବୋଲି କୁହାଯାଇ ନାହିଁ, ବା ପରମେଶ୍ୱରଙ୍କ ପରି ସମସ୍କନ୍ଦ ପରି ସେ ଶକ୍ତିର ଅଧିକାରୀ ହେଇଛି ବୋଲି ଏଠାରେ କୁହାଯାଇ ନାହିଁ। କେବଳ ଭଲ ଏବଂ ମନ୍ଦର ଫରକ ପରମେଶ୍ୱର ଯେଉଁପରି ଭାବେ ଜାଣନ୍ତି, ସେହିପରି ମଧ୍ୟ ମଣିଷ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବା ପରେ ତାହା ଜାଣିପାରିଅଛି। ଯେହେତୁ ମନୁଷ୍ୟ ଭଲ ଏବଂ ମନ୍ଦର ଫରକ ଜାଣିପାରିଲା, ସଦାପ୍ରଭୁଙ୍କ ମନରେ ଆଶଙ୍କା ଆସିଛି। ଯେମିତି ଏବେ ମନୁଷ୍ୟ ହାତ ବଢାଇ ଅମୃତ ବୃକ୍ଷର ଫଳକୁ ଖାଇପାରିବ ନାହିଁ ବା ଖାଇବା ଉଚିତ ନୁହେଁ, କାରଣ ସେ ଭଲ ଏବଂ ମନ୍ଦର ଜ୍ଞାନ ପାଇଛି। ଯଦି ଏଦନ ଉଦ୍ୟାନରେ ସେ ଅମୃତ ବୃକ୍ଷର ଫଳକୁ ଖାଇଦବ, ତେବେ ସେ ପୁଣି ଅମର ହୋଇଯିବ ଓ ତାର ମରଣ ହେବ ନାହିଁ। ତେବେ ଏହି କଥାକୁ ପୁଣି ପରମେଶ୍ୱର ଚିନ୍ତା କରିଛନ୍ତି, ଯଦି ସେ ଏହା ଖାଇଥାନ୍ତା ଅର୍ଥାତ୍ ଅମୃତ ବୃକ୍ଷର ଫଳକୁ ଖାଇଥାନ୍ତା, ତେବେ ସେ ଅମର ହୋଇଥାନ୍ତା, ତେବେ ମଣିଷ ଅମର ହୋଇଯାଇଥାନ୍ତା। ତେବେ ଦେଖିବା ବାକି ରହିଲା ସଦାପ୍ରଭୁ ପରମେଶ୍ୱର ଯେଉଁ ଆଶଙ୍କା କରିଛନ୍ତି, ତାହା ପ୍ରତିବଦଳରେ ସେ କେଉଁପରି ଭାବେ ମନୁଷ୍ୟ ବିପକ୍ଷରେ ପଦକ୍ଷେପ ନେଉଛନ୍ତି ଏବଂ ପ୍ରକୃତିକୁ ସନ୍ତୁଳିତ କରୁଛନ୍ତି, ତାହା ଦେଖିବା ବାକି ରହିଲା। ତେବେ ଏଠାରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 22ତମ ପଦଟି ଆଲୋଚନା ହୋଇ ବ୍ୟାଖ୍ୟା ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।